ଏହି ଭିडिଓରେ କିପରି ଅଶୋଧିତ ଧାତୁ ଯାହାକି ଧାତୁ ଏବଂ କିଛି ଅପଦ୍ରବ ଏଗୁଡ଼ିକୁ କିପରି ପରିଷ୍କରଣ କରି ବିଶୁଦ୍ଧ ଧାତୁ ମିଳିଥାଏ ସେ ବିଷୟରେ ଆଲୋଚନା କରିବା। ଏହାକୁ କରିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଅଛି, କିନ୍ତୁ ଏହି ଭିଡ଼ିଓରେ ଆମେ ବିଦ୍ୟୁତର ବ୍ୟବହାର କରି ଧାତୁର ପରିଷ୍କରଣ କରିବା, ଯାହାକୁ ବୈଦ୍ୟୁତିକ ବିଶୋଧନ ବୋଲି କୁହାଯାଏ। ଏବେ ଯାଏ ଆମେ ଧାତୁପିଣ୍ଡ ବା ଓରୁ କିପରି ଆମକୁ ଧାତୁ ମିଳିଥାଏ ସେ ବିଷୟରେ ଆଲୋଚନା କରିଛନ୍ତି। ପ୍ରଥମେ ଆମେ କ'ଣ ଦେଖିଲେ ନା ପୃଥିବୀର ଖଣିଜରୁ ବାହାରିଥିବା ଧାତୁପିଣ୍ଡ ଗୁଡ଼ିକ ଅନେକ ପରିମାଣର ଅପଦ୍ରବ ଯଥା ମାଟି ବାଲି ଇତ୍ୟାଦି ଦ୍ୱାରା ଦୂଷିତ ହୋଇକି ରହିଥାଏ ଏବଂ ଏହି ଧାତୁପିଣ୍ଡର ସମୃଦ୍ଧି ପ୍ରଣାଳୀରେ ଆମେ ଦେଖିଲେ ଯେ କିପରି ଭାବରେ ଆମେ ଅପଦ୍ରବକୁ ଧାତୁରୁ ଅଲଗା କରିବା। ସେଥିପାଇଁ ଆମେ କ'ଣ କରିଥିଲେ ନା ଧାତୁପିଣ୍ଡକୁ ଗୁଣ୍ଡ ଗୁଣ୍ଡ କରି ଛୋଟ ଛୋଟ କଣିକାରେ ପରିଣତ କରିଥିଲେ ଏବଂ ତାହାକୁ ଭିନ୍ନ ଭିନ୍ନ ଭୌତିକ ବା ରାସାୟନିକ ପ୍ରଣାଳୀ ଦ୍ୱାରା ଧାତବ ଯୌଗିକରୁ ଏହି ଅପଦ୍ରବ ଗୁଡ଼ିକୁ ପୃଥକ କରିଥିଲେ। ବର୍ତ୍ତମାନ ଯେଉଁ ଧାତବ ଯୌଗିକ ଗୁଡ଼ିକ ମିଳିଲା ସେଗୁଡ଼ିକ ଧାତବ ସଲଫାଇଡ୍ କିମ୍ବା ଧାତବ କାର୍ବୋନେଟ୍ ଆକାରରେ ଥାଏ। ତେଣୁ ଦ୍ୱିତୀୟ ସୋପାନରେ ଏହି ଧାତବ ଯୌଗିକ ଗୁଡ଼ିକୁ ଆମେ ଧାତବ ଅକ୍ସାଇଡ୍ରେ ରୂପାନ୍ତର କେମିତି କରନ୍ତି ସେ ବିଷୟରେ ଆଲୋଚନା କରିଥିଲେ। କାରଣ ଆମେ ଜାଣିଛନ୍ତି ଧାତବ ସଲଫାଇଡ୍ ଓ କାର୍ବୋନେଟ୍ ଅପେକ୍ଷା ଧାତବ ଅକ୍ସାଇଡ୍ରୁ ଧାତୁ ମିଳିବା ସହଜ ଉପାୟ ଅଟେ। ଏବଂ ତାପରେ ଆମେ କ'ଣ ଦେଖିଲେ ତୃତୀୟ ସୋପାନରେ ଯେ ବିଜାରଣ କରି ଆମେ ଏହି ଧାତବ ଅକ୍ସାଇଡ୍ରୁ ଧାତୁ ଗୁଡ଼ିକୁ ପାଇଲେ। କିନ୍ତୁ ଲକ୍ଷ୍ୟ କର ଏଇଠି ଆମେ ଯେଉଁ ଧାତୁ ପାଇଲେ ତାହା ମଧ୍ୟ ଅଶୋଧିତ ଭାବରେ ଥାଏ। ଏହାର ଅର୍ଥ ଏଥିରେ କିଛି ରାସାୟନିକ ପଦାର୍ଥ ଥାଏ ବା ଏଥିରେ କିଛି ଅପଦ୍ରବ ଥାଏ ଯାହା ଆମକୁ ଆଦୌ ଦରକାର ନଥାଏ। ତେଣୁ ଏଗୁଡ଼ିକୁ ନିଷ୍କାସନ କରିବା ନିହାତି ଆବଶ୍ୟକ। କାରଣ କ'ଣ ନା ବିଶୁଦ୍ଧ ଧାତୁ ଗୁଡ଼ିକୁ ସାଧାରଣତଃ ଭାବରେ ଆମେ ଅନେକ କାରଖାନା ଏବଂ ଅନେକ ସୂକ୍ଷ୍ମ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ତେବେ ଯଦି ଏଥିରେ ସାମାନ୍ୟ ମାତ୍ରାରେ ଅପଦ୍ରବ ରହିଯିବ ସବୁକିଛି ଖରାପ ହୋଇଯିବାର ସମ୍ଭାବନା ଥାଏ ଏବଂ ତୁମେ ବ୍ୟବହାର କରୁଥିବା ମୋବାଇଲ ଫୋନ୍ ଏବଂ ଲ୍ୟାପଟପ୍ ଗୁଡ଼ିକରେ ମଧ୍ୟ ବିଶୁଦ୍ଧ ଧାତୁର ବ୍ୟବହାର ହୋଇଥାଏ ଏବଂ ଯଦି ଏଥିରେ କିଛି ଅପଦ୍ରବ ରହିଯାଏ ତେବେ ଏମାନଙ୍କର ଧର୍ମରେ ପରିବର୍ତ୍ତନ ଆସିବ ଏବଂ ଏହି ବୈଦ୍ୟୁତିକ ଉପକରଣ ଗୁଡ଼ିକ ଖରାପ ହୋଇଯିବାର ସମ୍ଭାବନା ଥାଏ। ତେଣୁ ଆମକୁ 99.99% ବିଶୁଦ୍ଧ ଧାତୁ ଆବଶ୍ୟକ। ତେବେ ଏହାକୁ ବୁଝିବା ପାଇଁ ଏଇଠିକୁ ଲକ୍ଷ୍ୟ କର। ଆମେ କ'ଣ ଦେଖିଲେ ନା ଆମ ପାଖରେ ଗୋଟେ କପରର ଧାତୁପିଣ୍ଡ ଥିଲା ଏବଂ ତାହାକୁ ଆମେ ପେଷଣ କରି କପରର ଯୌଗିକରେ ପରିଣତ କଲେ ଏବଂ ଏହି କପରର ଯୌଗିକରୁ ଆମେ ରୋଷ୍ଟିଂ ବା କ୍ୟାଲସିନେସନ୍ ପରି ଭିନ୍ନ ଭିନ୍ନ ଉପାୟରେ କପର ଅକ୍ସାଇଡ୍ରେ ପରିଣତ କରାଇଲେ ଏବଂ ଏହି କପର ଅକ୍ସାଇଡ୍କୁ ବିଜାରଣ କରି ଆମେ କପରର ଧାତୁ ପାଇଲେ ଯାହା ସହିତ କିଛି ଅପଦ୍ରବ ମିଶିକରି ରହିଥାଏ। ବର୍ତ୍ତମାନ ଏହି କପରର ଅପଦ୍ରବରୁ କେମିତି ଅପଦ୍ରବକୁ ପୃଥକ କରି ଆମେ ବିଶୁଦ୍ଧ କପର ପାଇବା ସେ ବିଷୟରେ ଆଲୋଚନା କରିବା। ସେଥିପାଇଁ ଆମେ କ'ଣ ଦେଖିବା ନା ଏଇଠି ଯେଉଁ କପର ଏବଂ ତା ସହିତ ମିଶା ଅପଦ୍ରବ ଅଛି ତାହାକୁ ଆମେ ଏଇଠି ନେଇଛନ୍ତି, ଠିକ୍ ଅଛି। ଏବଂ ଏହି ଅପଦ୍ରବ ମିଶା କପରକୁ ଆମେ ଏକ ବିଦ୍ୟୁତ ପରିବାହୀ ସାହାଯ୍ୟରେ ଏକ ବ୍ୟାଟେରୀ ସହିତ ସଂଯୋଗ କରିବା। ମନେ ରଖ ଏଇଠି ଅଶୋଧିତ ଧାତୁକୁ ଆମେ ବ୍ୟାଟେରୀର ଯୁକ୍ତ ଅଗ୍ର ସହିତ ସଂଯୋଗ କରିବା ଏବଂ ସେହି ଧାତୁର ଏକ ବିଶୁଦ୍ଧ ଧାତୁକୁ ଆମେ କୌଣସି ଏକ ଦୋକାନରୁ ଆଣି ତାହାକୁ ବ୍ୟାଟେରୀର ବିଯୁକ୍ତ ଅଗ୍ର ସହିତ ସଂଯୋଗ କରିବା, ଠିକ୍ ଅଛି। ତେବେ ତାପରେ ଆମେ କ'ଣ କରିବା ନା ଆମେ ଏହି ଦୁଇଟି ଧାତୁକୁ ସେହି ଧାତୁର କୌଣସି ଏକ ଲବଣର ଦ୍ରବଣକୁ ବିଦ୍ୟୁତ ବିଶ୍ଳେଷଣ ରୂପରେ ଆମେ ନେବା। ଏଇଠି ଯେଉଁ ଦ୍ରବଣଟି ନେଇଛନ୍ତି ମୁଁ ତାକୁ କପର ସଲଫେଟ୍ ବୋଲି କହୁଛି, ଠିକ୍ ଅଛି। ଏଇଠି ଗୋଟେ କଥା ମନେ ରଖ ଯେ ଏଠାରେ ଅନ୍ୟ କୌଣସି ଧାତୁର ଲବଣ ଆମେ ନେବା ନାହିଁ। ଯଦି ଆମେ କପରର ଧାତୁ ନେଇଛନ୍ତି ତେବେ କପରର ଆମେ ଏକ ଦ୍ରବଣ ନେବା ଯାହାକି ମୁଁ କପର ସଲଫେଟ୍ ନେଇଛି। ଯଦି ଆମେ ଅନ୍ୟ ଏକ କୌଣସି ଧାତୁର ଦ୍ରବଣ ନେବା ତାହେଲେ ସେହି ଧାତୁ ଗୁଡ଼ିକ କପର ସହିତ ମିଶିଯିବ ଏବଂ ଧାତୁଟି ପୁନଶ୍ଚ ଅଶୋଧିତ ହୋଇଯିବ। ତେବେ ଆମେ ଯଦି ଏଇଠି ବିଦ୍ୟୁତ ବିଶ୍ଳେଷଣରେ ବିଦ୍ୟୁତ ସ୍ରୋତ ପ୍ରବାହିତ କରିବା ଆମେ ଦେଖିବା ଯେ ଏଇଠି ଯେଉଁ ଅଶୋଧିତ ଧାତୁଟି ଆମେ ନେଉଛନ୍ତି ତାହା ଧୀରେ ଧୀରେ ଦ୍ରବଣରେ ଦ୍ରବୀଭୂତ ହେବାକୁ ଲାଗିବ ଏବଂ ସମ ପରିମାଣର ବିଶୁଦ୍ଧ ଧାତୁ ଏହି ବିଶୁଦ୍ଧ ଧାତୁ ଉପରେ ଜମା ହେବାକୁ ଲାଗିବ। ଫଳସ୍ୱରୂପ ଏହି ବିଶୁଦ୍ଧ ଧାତୁଟି ମୋଟା ହେବାକୁ ଲାଗିବ ଏବଂ ଯେହେତୁ ଅଶୋଧିତ ଧାତୁଟି କ୍ଷୟ ହୋଇ ଦ୍ରବଣରେ ଦ୍ରବୀଭୂତ ହେବାକୁ ଲାଗୁଛି ଧୀରେ ଧୀରେ ସେଗୁଡ଼ିକ କ'ଣ କରିବ ନା ପତଳା ହେଇକା ଯିବ, ଠିକ୍ ଅଛି। ଏବଂ ଆମେ ଯଦି ଲକ୍ଷ୍ୟ କରିବା ଏହି ଅଶୋଧିତ ଧାତୁରେ ଥିବା ଅପଦ୍ରବ ଗୁଡ଼ିକ ଯଦି ଏଗୁଡ଼ିକ ଦ୍ରବଣୀୟ ତେବେ ସେହି ଅପଦ୍ରବ ଗୁଡ଼ିକ ଦ୍ରବଣରେ ମିଶି ଯାଇଥାନ୍ତି ଏବଂ ଅଦ୍ରବଣୀୟ ଅପଦ୍ରବ ଗୁଡ଼ିକ ଅଶୋଧିତ ଧାତୁର ତଳ ଭାଗରେ ଏମିତି କିଛି ଜମା ହେଇକି ରହିଥାଏ। ତେବେ ଏଗୁଡ଼ିକ ସବୁ କ'ଣ କାହିଁକି କେମିତି ହେଲା ସେ ବିଷୟରେ ଆମେ ଆଲୋଚନା କରିବା। ତେବେ ଆମେ ଏଠି କ'ଣ ଦେଖିଲେ
ना अपद्रव मिशा कपर धातु को आम एक बैटेरी युक्त अग्र सहित संयुक्त करके रखिंट तेज यहीटा कौन है ना यहाँ को आम कहले अपद्रव मिशा कपर कपर युक्त अपद्रव ठीक अच्छे तेबे जदि यहीटा बैटेरी युक्त अग्र सहित संयुक्त अच्छी तेबे ताहाको आम कौन कहबा ना एनोड बोली कहबा ठीक अच्छे एवं आम एटी जो विशुद्ध कपर धातुटी को नहीं ताहा बैटेरी विजुक्त अग्र सहित संयुक्त अच्छी तेबे यहीटा को आम कौन कहबा यहाँ हूँ कपर एवं जेहेतु ताहा बैटेरी विजुक्त अग्र सहित संयुक्त अच्छी ताहाको आम कैथोड बोली कहबा ठीक अच्छे एवं आम ये जो द्रवणटी नहीं से द्रवण को आम कौन कहते कपर सल्फेट कहते किंतु ये आम किसी अम्लीकृत कपर सल्फेट्र द्रवण नवा कारण आम जानी जदि कौन द्रवण में आम अम्ल मिसाई था तेबे अम्ल से द्रवण में विद्युत स्रोतर बेग को अधिक बढ़ाई दे था तेबे वास्तव में यही विद्युत विश्लेषण कौन हो ना आम जिते ये विद्युत स्रोत प्रवाहित करवा आम जानते विद्युत स्रोत एनोड रू कैथोड दिगरे प्रवाहित होता है तेबे ये जो अशोधित कपर धातुटी को आम नहीं सेगुड़िक कौन हम यही कपर धातुटी क्षय होई बा द्रवीभूत होई द्रवण मध्य कपर 2+ आयन रे परिणत हो एवं यही कपर 2+ आयन रे परिणत होगा द्वारा ये दुईटी इलेक्ट्रॉन एठू बाहरी जीवो आम जानते युक्त अग्र जेहेतु ये विजुक्त चार्ज विशिष्ट इलेक्ट्रॉन को निज आड़ को आकर्षण करिवो एवं इलेक्ट्रॉन गुड़िक एनोड रू कैथोड दिगरे प्रवाहित हेबे तेबे ये कौन है ना जो कपर धातुटी को व्यवहार करते कपर दुईटी इलेक्ट्रॉन हराइब तेबे आम यापाई कौन लिखा रिएक्शन टी को ना कपर दुईटी इलेक्ट्रॉन हराई कपर 2+ रे परिणत है एवं ता सहित दुईटी इलेक्ट्रॉन हराइला ठीक अच्छे किसी आम लिखा एवं आम ये कौन देखते से दुईटी इलेक्ट्रॉन यही दिगरे गति करी आसिक कैथोड निकट को आसब जदि कैथोड निकट को दुईटी इलेक्ट्रॉन आसला ताहा ये कपर पॉजिटिव चार्ज विशिष्ट आयन को निज आड़ को आकर्षित करिवो तो केमिति आकर्षित करिवो तेबे कपर 2+ टी आकर्षित होई कैथोड आड़ को गति करिवो एवं कैथोड रे जाइकी जमा हेबो तेबे आमे कौन लक्ष्य करिबा ना जेतेबेले एई कपर अशोधित धातुटी इलेक्ट्रॉन हराई कपर 2+ रे परिणत होउची से धातुटी क्षय होउची तो धीरे धीरे से धातुटी पतला हेबाकू लागिवो ठीक अच्छे एवं जेतेबेले से कपर 2+ आयन टी जाई कैथोड उपर जमा हेबो तो धीरे धीरे कौन हम ना कैथोड टी मोटा हेबारे लागिवो तेबे आमे कौन लक्ष्य करिबा ना कैथोड रे केउं प्रकार प्रतिक्रिया होउची ना कपर 2+ आयन टी एठी कैथोड रे आसुथवा दुईटी इलेक्ट्रॉन को ग्रहण करी कपर धातु रे परिणत होला जहा फल रे या आसी एठी कैथोड रे ऊपर जमा हेबाकू लागिला तो आमे कौन लिखिबा कपर 2+ दुईटी इलेक्ट्रॉन को ग्रहण करी कपर धातु रे परिणत होला एवं एठी जदि आमे लक्ष्य करिबा अशोधित धातु रे थिबा अपद्रव गुड़िक किछि द्रवणीय अटंती जहाँकि द्रवण रे मिसी जाइथांती एवं अद्रवणीय अपद्रव गुड़िक एई एनोड रो तळे आसिकी एमती बसी जाइथाय ठीक अछि एवं एहा को आमे अपद्रव बा एनोड कर्दम बोली कहिथांती ठीक अछि तेबे आमे कोन देखिले ना जत्ते बेले यही विद्युत विश्लेषण आम विद्युत स्रोत प्रवाहित कले ये अशोधित धातु रे थिबा कपर गुड़िक कपर सल्फेट्र द्रवण रे द्रवीभूत होगाकू लगिला तो आम कौन देखिले ना यह कपर 2+ आयन रे परिणत होगला एवं कपर 2+ आयन टी ये कैथोड रे थिबा इलेक्ट्रॉन द्वारा आकर्षित होई कैथोड उपर जमा होगाकू लगिला एवं एहीपरि भाव में अपद्रव गुड़िक मध्य अशोधित धातु पृथक हो गले एवं आमको एक विशुद्ध धातु मिलगला जेहेतु धातुर परिष्करण करने प्रक्रिया विद्युत द्वारा होता है तेबे यह आम वैद्युतिक विशोधन बोली कही था किंतु एबे मोर तुम पई किछि प्रश्न अछि जदि तुम ये प्रश्नर उत्तर दे पारिबो तेबे मु जाइकी भाबिबी जे तुमर धारणा संपूर्ण भाव में ठीक अछि तेबे मोर प्रश्न होछि जदि मु एई कैथोड टी को आउ एक मौलिक द्वारा परिवर्तन कर देउछि जहाँकि परिष्करण होता धातुटार संपूर्ण भिन्न अटे एवं एठी कैथोड होछि विशुद्ध कपर किंतु मु जदि याकू परिवर्तन करी कार्बन रो कैथोड रे परिणत कर देउछि तेबे कौन हेबो तुमे यार उत्तर खोजिया पे निजे चेष्टा कर एवं मु तुमको अन्य एक वीडियो रे यार उत्तर कौन हेबो से विषय आलोचना करी कहबी।